19 ବର୍ଷରୁ କମ୍ ବିଶ୍ୱକପ୍ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ବୈଭବଙ୍କର ଆଉ ଏକ ବିଶ୍ୱ କୀର୍ତ୍ତିମାନ। ଯେଉଁ ଦର୍ଶକ ବନ୍ଧୁ, ଭାରତୀୟ 19 ବର୍ଷରୁ କମ୍ ଦଳର ବିସ୍ମୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଶନିବାର ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ରେ ଆଉ ଏକ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଭାରତ ଲଗାତାର 2ଟି ବଲ୍ରେ 2 ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା, କିନ୍ତୁ ନିଜ ସ୍ୱାଭାବିକ ଆକ୍ରମଣ ବ୍ୟାଟିଂକୁ ଜାରି ରଖିଥିଲେ ବୈଭବ ସୂର୍ଯ୍ୟବଂଶୀ। ବୈଭବ ସୂର୍ଯ୍ୟବଂଶୀ ମାତ୍ର 67ଟି ବଲ୍ରୁ 72 ରନ୍ର ଦ୍ରୁତ ପାରି ଖେଳିଥିଲେ। ସେଥିମଧ୍ୟରେ ଥିଲା 6ଟି ଚୌକା ଏବଂ 3ଟି ଛକା। ଯେତେବେଳେ ସୂର୍ଯ୍ୟବଂଶୀ ମାତ୍ର 30 ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ, ଏଭଳି କରିଥିଲେ ସେ 19 ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ରେ 50 କିମ୍ବା ତାଠାରୁ ଅଧିକ ରନ୍ କରିବାରେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ଏହି କ୍ରମରେ ଆଫଗାନିସ୍ତାନର ସାହିଦୁଲ୍ଲା କମଲଙ୍କ ରେକର୍ଡ ଭାଙ୍ଗିଥିଲେ ସୂର୍ଯ୍ୟବଂଶୀ। କମଲ 15 ବର୍ଷ 19 ଦିନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟବଂଶୀ କିନ୍ତୁ ମାତ୍ର 14 ବର୍ଷ 296 ଦିନରେ ଏହା କରି ଦେଖାଇଛନ୍ତି। ଏହି କ୍ଷେତ୍ରରେ ପାକିସ୍ତାନର ବାବର ଆଜମ ତୃତୀୟ ସ୍ଥାନରେ ରହିଛନ୍ତି। ସେ 2010 ମସିହାରେ 19 ବର୍ଷରୁ କମ୍ ବିଶ୍ୱକପ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ 15 ବର୍ଷ 42 ଦିନରେ ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟବଂଶୀ ମଧ୍ୟ ଯୁବ ଦିନିକିଆରେ କିମ୍ବଦନ୍ତୀ କ୍ରିକେଟର ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଥିଲେ। ବିରାଟ ଯୁବ ଦିନିକିଆରେ 28 ମ୍ୟାଚ୍ ଖେଳି 977 ରନ୍ କରିଥିଲେ। ସୂର୍ଯ୍ୟବଂଶୀ ମଧ୍ୟ 20ଟି ଯୁବ ଦିନିକିଆ ଖେଳି 1047 ରନ୍ କରିସାରିଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛି। ତାହା ହେଉଛି ଟସ୍ ସମୟରେ ଭାରତୀୟ ଦଳର ଅଧିନାୟକ ଆୟୁଷ ମାତ୍ରେ ଏବଂ ବାଂଲାଦେଶର ଉପାଧିନାୟକ ଜାହାଦ ଆବାର ହାତ ମିଳାଇ ନଥିଲେ। ଦୁଇ ଦେଶ ମଧ୍ୟରେ ଏବେ କୂଟନୈତିକ କ୍ରିକେଟ୍ ସମ୍ପର୍କ ଖରାପ ହୋଇ ଚାଲିଥିବା ବେଳେ ଏହି ଘଟଣାକୁ ଗୁରୁତ୍ୱ ଦିଆଯାଉଛି। ଗତ ବର୍ଷ ସିନିୟର ଏସିଆ କପ୍ରେ ଭାରତ ପାକିସ୍ତାନ ମଧ୍ୟ ଅଧିନାୟକ ହାତ ମିଳାଇ ନଥିଲେ। ଏହାପରେ ଯେଉଁ ବିବାଦ ଆରମ୍ଭ ହୋଇଥିଲା, ତାହା ପରେ ମଧ୍ୟ ମହିଳା ବିଶ୍ୱକପ୍ରେ ଜାରି ରହିଥିଲା। ଏବେ ବାଂଲାଦେଶ ମ୍ୟାଚ୍ରେ ବି ସମାନ ଘଟଣା ଦେଖିବାକୁ ମିଳୁଛି। ଯେଉଁ ଦର୍ଶକ ବନ୍ଧୁ, 19 ବର୍ଷରୁ କମ୍ ବିଶ୍ୱକପ୍ରେ ଏକ ମ୍ୟାଚ୍ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କର ଆଉ ଏକ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। 19 ବର୍ଷରୁ କମ୍ରେ ସବୁଠୁ କମ୍ରେ ଏଜ୍ରେ ତୃତୀୟତମ ଅର୍ଦ୍ଧଶତକ ଲଗାଇବାର ରେକର୍ଡ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ମାତ୍ର 30 ବଲ୍ରେ ଶତକ ମାରି ସେ ଏହି ରେକର୍ଡ ସ୍ଥାପନ କରିଛନ୍ତି। ଯେଉଁ ଦର୍ଶକ ବନ୍ଧୁ, ଏହା ପୂର୍ବରୁ ଆଫଗାନିସ୍ତାନ ଜଣେ ବ୍ୟାଟର ଥିଲେ ଯିଏକି ବହୁତ କମ୍ ବୟସରେ ନମ୍ବର 1 ଥିଲେ, କିନ୍ତୁ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ମାତ୍ର 67 ବଲ୍ରୁ 72 ରନ୍ ତୁଫାନ ପାରି ଖେଳିଥିଲେ। 6ଟି ଚୌକା ଏବଂ 3ଟି ଛକା ବଳରେ ଏହି ପାରି ଖେଳିଥିଲେ, ଯାହାଫଳରେ ଅନ୍ୟ କୌଣସି ବ୍ୟାଟର ଭାରତର ସହଯୋଗ କରିନଥିଲେ। ଭାରତର ଆଉ ଜଣେ ବ୍ୟାଟର ଅଭିମନ୍ୟୁ କୁଣ୍ଡୁ ମଧ୍ୟ ସିଏ ମଧ୍ୟ ଏକ 80 ରନ୍ର ଭଲ ଭାଗିଦାରୀ କରିଥିଲେ ବୈଭବ ସୂର୍ଯ୍ୟବଂଶୀଙ୍କ ସହିତ, ଯାହାଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି 238 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଯାହାଫଳରେ ବାଂଲାଦେଶ ଏହି 279 ରନ୍ର ଟାର୍ଗେଟ ପିଛା କରି ବାଂଲାଦେଶ 17 ଓଭରରେ 90 ରନ୍ରେ 2 ୱିକେଟ୍ ହରାଇ ସାରିଛି। ତ ଏହି ମ୍ୟାଚ୍ର ରେଜଲ୍ଟ କ'ଣ ହେବ ଆଗାମୀ ଦିନରେ ମୁଁ ଆପଣଙ୍କୁ ନିଶ୍ଚିତ ଜଣାଇବି, କିନ୍ତୁ ଲାଟେଷ୍ଟ ଅପଡେଟ୍ ଯାହା ଥିଲା ମୁଁ ଆପଣମାନଙ୍କୁ ଜଣାଇବି। ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ ଆଉ ज़्यादा से ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ୍ କଣ୍ଟେଣ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ ସ୍ମାଇଲ୍ ବାର୍ଡ କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖାବ କାଲି ଏମିତି ଏକ ଦମଦାର ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।